ଚାଲୁଥିଲା ବଡ଼ ଧରଣର ଜୁଆ ଖେଳ। ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଅଚାନକ ଚଢ଼ାଉ କଲା ପୋଲିସ। ଗିରଫ ହେଲେ 13 ଜଣ। 20ଟି କାର ସହ ଜବତ ହେଲା 10ଟି ବାଇକ୍ ଏବଂ ଗୋଟିଏ ଅଟୋ। ଜୁଆ ଖେଳାଇବା ମାମଲାରେ 28 ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଏବଂ ଝାଡ଼ଖଣ୍ଡର ବହୁ ନାମୀ ବ୍ୟବସାୟୀ। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। କୁକୁଡ଼ା ଲଢ଼େଇରେ ଟଙ୍କା ଲଗାଉଥିଲେ ବ୍ୟବସାୟୀ। ଲକ୍ଷ ଲକ୍ଷ ଟଙ୍କା ବ୍ୟାଟିଂ ଲଗାଯାଉଥିଲା। ଏହି କୁକୁଡ଼ା ଲଢ଼େଇ ଜୁଆ ଖେଳ ଚାଲିଥିବା ହାତୀବାରୀ ଥାନା ଅନ୍ତର୍ଗତ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ। ସୂଚନା ପାଇବା ପରେ ସୁନ୍ଦରଗଡ଼ ଏସ୍ପି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୀରମିତ୍ରପୁର ଏସ୍ଡିପିଓ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରିଥିଲେ ଏହି କୁକୁଡ଼ା ଲଢ଼େଇ ସ୍ଥାନରେ। ଜବତ ହୋଇଥିବା ନଗଦ ଟଙ୍କା ସହ ଗାଡ଼ି ମଟର। କିଛି ଲୋକ ଗିରଫ ହୋଇଥିବା ବେଳେ ଫେରାର ଅଛନ୍ତି ବହୁ ଅଭିଯୁକ୍ତ। ଅଭିଯୁକ୍ତଙ୍କର 20ଟି କାର ଜବତ କରାଯାଇ ଥାନାରେ ରଖାଯାଇଛି। ଗରିବ ଆଦିବାସୀମାନେ ଏହି ଜୁଆରେ ବର୍ବାଦ ହେଉଥିବାରୁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କେବଳ ସୁନ୍ଦରଗଡ଼ ଗ୍ରାମାଞ୍ଚଳ ନୁହେଁ, ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ମଧ୍ୟ କୁକୁଡ଼ା ଲଢ଼େଇ ଜୁଆ ଖେଳ ଚାଲିଛି। ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଗତକାଲି ଏସ୍ପି ମ୍ୟାମ୍ଙ୍କ ନିର୍ଦ୍ଦେଶରେ ଗୋଟେ ଖବରରୁ ଆସିଲା ଯେ ଆମର ହାତୀବାରୀ ଥାନାର ଗୋଟେ ଫୁଟା ଗାଁରେ ଯେଉଁଠି ଝାଡ଼ଖଣ୍ଡ ବର୍ଡ଼ରରେ ଆମର କକ୍ ଫାଇଟିଂ କୁକୁଡ଼ା ଲଢ଼େଇରେ ଜୁଆ ଖେଳ ଚାଲିଛି ଗୋଟେ ଖବର ଆସିଲା ଏବଂ ସେ ନେଇ ମ୍ୟାଡ଼ାମଙ୍କ ଡାଇରେକ୍ସନରେ ଆମେ ଗୋଟେ ରେଡ୍ କରିଥିଲୁ ଗାଁରେ। ଯୁକ୍ତ ଜାଗାରୁ ଆମେ ବହୁତ ସଂଖ୍ୟାରେ ଯେହେତୁ କାଲି ମାର୍କେଟ ଥିଲା ସେଠି ବହୁତ କକ୍ ଫାଇଟିଂ ଚାଲିଥିଲା ଏବଂ ଲୋକ ସେଠି ଗେମ୍ବଲିଂ ହେଉଥିଲେ। ସେଥିରୁ ଆମେ ଚୌବାଡ଼ ଚଢ଼େଇକି ତାଙ୍କୁ ଧରିବାରେ ସକ୍ଷମ ହେଇଥିଲୁ। ବହୁତ ଲୋକ ଚାଲି ଫେରାର ହେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଆମେ 13ଟା ଲୋକଙ୍କୁ ଧରିବାକୁ ସକ୍ଷମ ହେଇଥିଲୁ ଏବଂ ସେଠୁ ତାଙ୍କ ପାଖରୁ 8,830 ଟଙ୍କା ଦୋଷୀ ହେଇଥିଲା। ସେମାନେ କକ୍ ଫାଇଟିଂ ଗେମ୍ବଲିଂ ଖେଳିଥିଲେ ଏବଂ ସେଇଠୁ ଆରାଉଣ୍ଡ 20ଟି 4 ହ୍ୱିଲର, 10ଟା 2 ହ୍ୱିଲର୍ସ ଏବଂ ଗୋଟେ 3 ହ୍ୱିଲର୍ସ ଜବତ ହେଇଛି ଏବଂ ସେ ପାଖରେ 10ଟା ମୋବାଇଲ ମଧ୍ୟ ପାଇଲୁ ଏବଂ ଯେଉଁ କୁକୁଡ଼ା ଲଢ଼େଇରେ ଯେଉଁ ବ୍ୟବହାର ହୁଏ ଯେଉଁ ବ୍ଲେଡ୍ କଟର ଗୋଟେ 4ଟା ସେଟା ସିଜ୍ ହେଇଛି ଏବଂ ସେ ନେଇକି ଆମର ହାତୀବାରୀ ଥାନା ଗୋଟେ କେସ୍ ହେଇଛି। କେସ୍ ନମ୍ବର 192 ଅଣ୍ଡର 3 OPG ଆକ୍ଟରେ କେସ୍ ହେଇଛି ଏବଂ ଏ କେସ୍ରେ ଆଉ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ନାଁରେ ମଧ୍ୟ କେସ୍ ହେଇଛି। ଟୋଟାଲ୍ ଆମର 28 ଜଣଙ୍କ ନାଁରେ କେସ୍ ହେଇଛି ଏବଂ ଏ କେସ୍ରେ ଆଉ ବି ଯେଉଁମାନେ ସମ୍ପୃକ୍ତ ଅଛନ୍ତି ଆମକୁ ଇନଭେଷ୍ଟିଗେସନ୍ ବାହାରିବ ତାଙ୍କ ନାଁରେ ମଧ୍ୟ କେସ୍ ଆକୁ ମଧ୍ୟ ବାହାରିବ।